ନମସ୍କାର ସାଙ୍ଗମାନେ, ଆଜି ଆମେ ଜାଣିବା କୃଷ୍ଣ ସୁଦାମାଙ୍କ ଷ୍ଟୋରି ବିଷୟରେ। ଭଗବାନ କୃଷ୍ଣ ପିଲାଦିନେ ଗୋପପୁରରେ ଥିବାବେଳେ ଗୋପାଳ ବାଳକମାନଙ୍କ ସହ ଜଙ୍ଗଲକୁ ଗାଈ ଚରେଇବାକୁ ଯାଉଥିଲେ। ସେ ସମୟରେ ତାଙ୍କର ବହୁତ ସାଙ୍ଗ ଥିଲେ। ସମସ୍ତଙ୍କୁ ସେ ମନେ ରଖିଥାନ୍ତି। କିନ୍ତୁ କୃଷ୍ଣ ଗୋପପୁରକୁ ଛାଡ଼ି ମଥୁରା ଯିବା ସମୟରେ ତାଙ୍କର ଗାଈ ଜଗିବା ଓ ସାଙ୍ଗସାଥୀ ଖେଳ ସବୁ ବନ୍ଦ ହୋଇଗଲା। ଏହାପରେ ମଥୁରାରେ କୃଷ୍ଣଙ୍କ ବାପା ବାସୁଦେବ ତାଙ୍କୁ ବିଦ୍ୟା ଅଧ୍ୟୟନ ନିମନ୍ତେ ଗୁରୁ ସାନ୍ଦୀପନୀଙ୍କ ଆଶ୍ରମକୁ ଛାଡ଼ି ଦେଇ ଆସିଲେ। ଗୁରୁକୁଳରେ ବିଦ୍ୟା ଶିକ୍ଷା କରିବା ସମୟରେ ଜଣେ ବ୍ରାହ୍ମଣ ପୁତ୍ର ସୁଦାମା ସହ ତାଙ୍କର ଘନିଷ୍ଠତା ବଢ଼ିଲା। ଦୁଇଜଣ ମିତ୍ର ହୋଇଗଲେ। ବିଦ୍ୟା ଶିକ୍ଷା ଶେଷ ହେବା ପରେ କୃଷ୍ଣ ଦ୍ୱାରିକାକୁ ଫେରି ରାଜା ହେଲେ। ସୁଦାମା ନିଜ ଗୃହକୁ ଫେରି ଶିଶୁଙ୍କୁ ବିଦ୍ୟା ଅଧ୍ୟୟନ ନିମନ୍ତେ ବିଦ୍ୟାଦାନ ନିମନ୍ତେ ଲାଗିଲେ। ସୁଦାମା ବହୁ କଷ୍ଟରେ ନିଜେ ପରିବାରକୁ ପାଳୁଥାନ୍ତି, କିନ୍ତୁ ସଦାସର୍ବଦା ତାଙ୍କର ଅଭାବ ଲାଗି ରହିଥାଏ। ଧୀରେ ଧୀରେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାକୁ ଲାଗିଲା। ତେବେ ବି ସେ ଅଧୀର ନ ହୋଇ ନିଜ କାମ କରି ଚାଲିଥାନ୍ତି। ଦିନେ ତାଙ୍କ ପତ୍ନୀ ତାଙ୍କୁ କହିଲେ କି ତୁମର ସଖା ଦ୍ୱାରିକାଧିପତି କୃଷ୍ଣଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଅଛି। ତାଙ୍କୁ କିଛି ସାହାଯ୍ୟ ମାଗିଲେ ପରିବାରର ଅବସ୍ଥା ଟିକିଏ ସୁଧୁରି ଯାଆନ୍ତା। ବାଲ୍ୟବଧୂ ପାଖରେ କିଛି ସାହାଯ୍ୟ ମାଗିବାକୁ ସୁଦାମା ଇଚ୍ଛା କରୁ ନ ଥିଲେ, କିନ୍ତୁ ପତ୍ନୀଙ୍କ ବାରମ୍ବାର ଅନୁରୋଧ ଏଡ଼ାଇ ନ ପାରି କୃଷ୍ଣଙ୍କ ପାଖକୁ ଯିବା ପାଇଁ ମନସ୍ଥ କଲେ। ହେଲେ ସଖାଙ୍କ ପାଖକୁ ଖାଲି ହାତରେ ଯିବା ଠିକ୍ ହେବ ନାହିଁ ଭାବିଲେ। ଶେଷରେ ତାଙ୍କ ପତ୍ନୀ ଦେଇଥିବା ଖୁଦଭଜାକୁ ଧରି ଲାଜ ହୋଇ ଦ୍ୱାରିକା ଅଭିମୁଖେ ବାହାରିଲେ। ସୁଦାମା ଚାଲି ଚାଲି ଯାଇ ଦ୍ୱାରିକାରେ ପହଞ୍ଚିଲେ। ରାଜନଅରର ଦ୍ୱାର ଦେଶରେ ଥାଇ ଦ୍ୱାରପାଳଙ୍କୁ କୃଷ୍ଣଙ୍କ ସହ ସାକ୍ଷାତ କରିବାର ଅନୁମତି ମାଗିଲେ। ଦ୍ୱାରପାଳ କୃଷ୍ଣଙ୍କ ସୁଦାମାଙ୍କ ଆଗମନ ସୂଚନା ଦେବା ମାତ୍ରେ କୃଷ୍ଣ ସଖାଙ୍କୁ ପାଛୋଟି ଆଣିବା ପାଇଁ ଦ୍ୱାର ଦେଶ ପର୍ଯ୍ୟନ୍ତ ଚାଲି ଆସିଲେ। ସଖାଙ୍କୁ ନେଇ ରତ୍ନସିଂହାସନରେ ବସାଇ ତାଙ୍କ ପାଦ ଧୋଇଦେଲେ। ନିଜ ପିନ୍ଧା ବାସନରେ ଗୋଡ଼ ପୋଛିଦେଇ ସୁଖ ଦୁଃଖ ବୁଝିଲେ ଏବଂ ବନ୍ଧୁ ପତ୍ନୀ ମୋ ପାଇଁ କ'ଣ ଦେଇଛନ୍ତି ବୋଲି ପଚାରିଲେ। ସୁଦାମା ଲାଜ ହୋଇ ଖୁଦଭଜା ପୁଡ଼ିଆକୁ ବାହାର କଲେ। କୃଷ୍ଣ ଏହା ଦେଖି ସୁଦାମାଙ୍କଠାରୁ ଖୁଦଭଜା ଛଡ଼ାଇ ନେଲେ। ଅତି ଆନନ୍ଦରେ ଖାଇଲେ ଏବଂ ପତ୍ନୀ ରୁକ୍ମିଣୀଙ୍କୁ ଖାଇବାକୁ ଦେଲେ। ସୁଦାମା କିଭଳି କୃଷ୍ଣଙ୍କୁ ଧନ ସାହାଯ୍ୟ ମାଗିବେ ସେ କଥା ଭାବୁଥାନ୍ତି, କିନ୍ତୁ କୃଷ୍ଣ ସଖା ସୁଦାମାଙ୍କ ମନ କଥା ଜାଣି ସାରିଥାନ୍ତି। ତେଣୁ ସେ ସଖାଙ୍କୁ ଦୁଃଖ ନ ଦେବା ପାଇଁ କିଛି ପଚାରୁ ନ ଥାନ୍ତି। ସଖାଙ୍କ ନିକଟରେ କିଛି ସମୟ ଅତିବାହିତ କରିବା ପରେ ସୁଦାମା ନିଜ ଗ୍ରାମକୁ ଫେରିବାକୁ ମନ କଲେ ଏବଂ ସଖା କୃଷ୍ଣଙ୍କୁ ବିଦାୟ ମାଗିଲେ। କୃଷ୍ଣ ସୁଦାମାଙ୍କୁ ବିଦାୟ ଦେବା ପୂର୍ବରୁ କୋଳରେ ନେଇ ଏବଂ ସାଥିରେ ବହୁ ଧନ ସମ୍ପତ୍ତି ଦେଇ ରଥରେ ବସାଇ ପଠାଇ ଦେଲେ। କୃଷ୍ଣ ମହାରାଜା ଦେଇଥିଲେ ମଧ୍ୟ ପିଲାବେଳର ସଖା ସୁଦାମାଙ୍କୁ ଭୁଲି ନ ଥିଲେ ଏବଂ ତାଙ୍କୁ ଆଦରରେ ପାଛୋଟି ନେଇ ଦୁଃଖ ସୁଖ ବୁଝିଥିଲେ। ଶେଷରେ ସୁଦାମାଙ୍କର ଅଭାବ ବୁଝି ଉଚିତ ସହଯୋଗ ପ୍ରଦାନ କରିଥିଲେ। ଏହିପରି ନୂଆ ନୂଆ ଷ୍ଟୋରି ଜାଣିବା ପାଇଁ ଶୁଣିବା ପାଇଁ ପ୍ଲିଜ୍ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ।